ଆମର ବୋର୍ड ଏକ୍ଜାମ ପାଇଁ ଆଜି ଆମେ ଦି ଫ୍ଲାୱାର ସ୍କୁଲର MCQ କରିବା। ପିଲାମାନେ ଆମର 50 ମାର୍କ, 50ରୁ 48 ପ୍ଲସ୍ ଯଦି ନ ରଖୁଛ 90% ଆଶା ଛାଡ଼ି ଦିଅ। ଆଗୁଆ ସବୁ ଭିଡ଼ିଓରେ କହୁଛି, ସର୍ଟ କୋଶ୍ଚିନ୍ ଯେତେ ପ୍ରାକ୍ଟିସ୍ କରିବ ସେତେ ଠିକ୍ ହେବ। ବହି ଯେତେ ରିଡ଼ିଂ କରିବ ସର୍ଟ କୋଶ୍ଚିନ୍ ପରୀକ୍ଷାରେ ସେତେ ଆସିବ। ପରୀକ୍ଷାରେ କାରଣ ଖାଲି 3-4ଟା ଟେଷ୍ଟ ପେପର୍ ଗଡ଼େଇ ଦେଲେ 50ରୁ 50 ମାର୍କ ରଖିବି ମୁଁ ତାର ଗ୍ୟାରେଣ୍ଟି ନାହିଁ। 50ରୁ 35 ରଖିବି ତାର ଗ୍ୟାରେଣ୍ଟି ଅଛି, କିନ୍ତୁ 35 ରଖିକି ମୁଁ 90% ରଖିପାରିବି ନାହିଁ। କାରଣ ଯଦି ସର୍ଟ କୋଶ୍ଚିନ୍ରେ 40 ବି ରଖୁଛି ପ୍ରତି ସବଜେକ୍ଟରୁ 10 ମାର୍କ କଟିଗଲାଣି, ତାହେଲେ ଆମର 90%। ଏବଂ ଆମେ ହେଉଛେ ଓଡ଼ିଆ ମିଡ଼ିୟମ୍ ପିଲା, ଆମେ CBSE ପିଲା ନୁହଁ, ଆମେ BSE ପିଲା ହେଲା। ଯେହେତୁ ଆମେ BSE ପିଲା ତାହେଲେ ଆମକୁ ଫୁଲ୍ରୁ ଫୁଲ୍ ମାର୍କ ଲଙ୍ଗ୍ କୋଶ୍ଚିନ୍ ଦେବେନି, ଏକ୍ସେପ୍ଟ ମ୍ୟାଥମେଟିକ୍ସ ଆଣ୍ଡ ସାଂସ୍କ୍ରିଟ୍ ସମ୍ ସବଜେକ୍ଟସ୍, ବୁଝିହେଲା। କିନ୍ତୁ ଓଡ଼ିଆରେ ଦେବେନି, ଇଂଲିଶରେ ଦେବେନି, ହିଷ୍ଟ୍ରି ଜୋଗ୍ରାଫିରେ ବି ଦେବେନି। ତାହେଲେ କେଉଁଥିରେ ମାର୍କ ରଖିବା? ସର୍ଟ କୋଶ୍ଚିନ୍ ରଖିବା। ସର୍ଟ କୋଶ୍ଚିନ୍ କେମିତି ମାର୍କ ରଖିବା? ବହି ଯେତେ ରିଡ଼ିଂ କରିବା, ସର୍ଟ କୋଶ୍ଚିନ୍ ଯେତେ କରିବା, ବୁଝିହେଲା। ପାଠଟାକୁ ଯେତେ ବୁଝିବା, ଫଣ୍ଡାମେଣ୍ଟାଲି ଥିଓରିଟିକାଲି ଯେତେ ରିଭିଜନ୍ ଇଜ୍ ଦି କି ଟୁ ଗେଟ୍ ସକ୍ସେସ୍ ଇନ୍ ଦି ବୋର୍ଡ଼ ଏକ୍ଜାମ ହେଲା। ତାହେଲେ ଫ୍ଲାୱାର ସ୍କୁଲର କୋଶ୍ଚିନ୍ କରିବା, MCQ କରିବା। 1 ନମ୍ବର, ଦି ୱିଣ୍ଡ କମ୍ସ ମାର୍ଚିଂ, ହ୍ୱାଟ୍ ଇଜ୍ ଦି ଫିଗର ଅଫ୍ ସ୍ପିଚ୍ ୟୁଜ୍ଡ। ଏଠି ପିଲାମାନେ ସ୍ପିଚ୍ଟା ହେଲା ମନେ ରଖିଥ। ଗୋଟେ କ୍ଲାସ୍ରେ ତୁମକୁ ବୁଝେଇ ଦେଇଥିଲି ସ୍ପିଚ୍ କ'ଣ ହେଲା। ଏଠି ଆମର ସ୍ପିଚ୍ଟା ହେଉଛି ପର୍ସନିଫିକେସନ୍, ପର୍ସନକୁ ଇଣ୍ଡିକେଟ୍ କରୁଛି, ପର୍ସନିଫିକେସନ୍। 2 ନମ୍ବର, ହ୍ୱାଟ୍ ଡୁ ଦି ଫ୍ଲାୱାର୍ସ ଡୁ ଇନ୍ ଦେୟାର ହଲିଡେଜ୍। ଛୁଟି ଦିନରେ ସିଏ କ'ଣ କରୁଥିଲା? ଦେ ବ୍ଲୁସୁମ୍ ହେଲା। ଅପସନ୍ A ତଳେ ଆନ୍ସର୍ ମୁଁ କରିଦେଇଛି। 3 ନମ୍ବର, ହୁ ଇଜ୍ ଦି ପୋଏଟ୍ ଅଫ୍ ଦି ପୋଏମ୍ ଦି ଫ୍ଲାୱାର ସ୍କୁଲ। ପୋଏଟ୍ କିଏ? କବି କିଏ? ରବୀନ୍ଦ୍ରନାଥ ଟାଗୋର। 4 ନମ୍ବର, ଦି ମିନିଂ ଅଫ୍ ଦି ୱାର୍ଡ଼ ରମ୍ବଲ୍ ଇଜ୍ ଡ୍ୟାସ୍। ରମ୍ବଲ୍ ଅର୍ଥ କ'ଣ? ଏ ଲାଉଡ୍ ରିଜୋନେଟିଂ ସାଉଣ୍ଡ। ଅପସନ୍ B ହେଉଛି କରେକ୍ଟ ଆନ୍ସର୍। 5 ନମ୍ବର, ହ୍ୱାଟ୍ ଇଜ୍ ଦି ୱାନ୍ ୱାର୍ଡ଼ ଫର୍ ଏ ଲାର୍ଜ ଓପେନ୍ ଏରିଆ। ଲାର୍ଜ ଓପେନ୍ ଏରିଆ ଅର୍ଥ କ'ଣ? ହେଲ୍ଥ। 6 ନମ୍ବର, ହୁଇଚ୍ ୱାନ୍ ଅଫ୍ ଦି ବିଲୋ ଇଜ୍ ଆନ୍ ଏକ୍ଜାମ୍ପଲ୍ ଅଫ୍ ଆଲିଟେରେସନ୍ ଇନ୍ ଦି ପୋଏମ୍ ଫ୍ଲାୱାର ସ୍କୁଲ ହେଲା। ଆଲିଟେରେସନ୍ ଅର୍ଥ କ'ଣ? ଏଠି ହେବ ପିଲାମାନେ ଆମର କ'ଣ ହେବ? ଏ ଅପସନ୍ A ବାକ୍ପାଇପ୍ସ ବାମ୍ବୁଚ୍। 7 ନମ୍ବର, ହ୍ୱାଟ୍ ଇଜ୍ ଦି ମିନିଂ ଅଫ୍ ଗ୍ଲି। ଗ୍ଲି ଅର୍ଥ କ'ଣ? ଏକ୍ସାଇଟମେଣ୍ଟ। 8 ନମ୍ବର, ଦେ ଡୁ ଦେୟାର ଲେସନ୍ସ ୱିଥ୍ ଡୋର୍ସ ସଟ୍। ହୁ ଡଜ୍ ଦେ ରେଫର୍ ଟୁ। ଦେ ଅର୍ଥ କ'ଣ ଏଠି? ଫ୍ଲାୱାର୍ସ। ଅପସନ୍ D ହେଉଛି କରେକ୍ଟ ଆନ୍ସର୍। ହ୍ୱାଟ୍ ଇଜ୍ ସମଥିଙ୍ଗ ଦି କ୍ରାଉଡ୍ ଅଫ୍ ଫ୍ଲାୱାର୍ସ ଡଜ୍ ନଟ୍ ଡୁ। କ'ଣ? କ୍ଲାପ୍ ଦେୟାର ଜିଆଣ୍ଡ ହ୍ୟାଣ୍ଡସ୍। ତାପରେ 10 ନମ୍ବର, ହୁ ଇଜ୍ ଦି ନ୍ୟାରେଟର ଅଫ୍ ଦି ପୋଏମ୍ ଦି ଫ୍ଲାୱାର ସ୍କୁଲ। ଦି ଚାଇଲ୍ଡ। 11 ନମ୍ବର କ୍ୱେଶ୍ଚିନ୍, ଫ୍ରମ୍ ହୋୟାର ଡୁ ଦି ଚିଲଡ୍ରେନ୍ କମ୍ ଆଉଟ୍ ଫ୍ରମ୍ ହେଲା। ଏଇଟା ଆମର କ'ଣ ହେବ? ସ୍କୁଲ ଅଣ୍ଡରଗ୍ରାଉଣ୍ଡ। ତାପରେ 12 ନମ୍ବର, ହୁଇଚ୍ ସିଜିନ୍ ଇଜ୍ ରେଫର୍ଡ ଇନ୍ ଦି ପୋଏମ୍ସ ହେଲା। ମୁନସୁନ୍ ସିଜିନ୍। ହ୍ୱାଟ୍ ହାପେନ୍ସ ୱେନ୍ ଦି ମୁନସୁନ୍ ଆରାଇଭ୍ସ। କ'ଣ ହେବ? ମୁନସୁନ୍ ଆରାଇଲେ ଦି ଫ୍ଲାୱାର ଚିଲଡ୍ରେନ୍ ଗେଟ୍ ଦେୟାର ହଲିଡେଜ୍। ଅପସନ୍ C ହେଲା କରେକ୍ଟ ଆନ୍ସର୍। 14 ନମ୍ବର, ଆକର୍ଡିଂ ଟୁ ୟୁ ହୁ ଇଜ୍ ଦି ମାଷ୍ଟର ଅଫ୍ ଦି ଫ୍ଲାୱାର ଚିଲଡ୍ରେନ୍। ନେଚର। 15 ନମ୍ବର ପ୍ରଶ୍ନ, ସିନୋନିମ୍ ଅଫ୍ ଦି ୱାର୍ଡ଼ କ୍ଲୋଜ୍। କ୍ଲୋଜ୍ ଅର୍ଥ କ'ଣ? ଟୁଗେଦର। 16 ନମ୍ବର, ହ୍ୱାଟ୍ ରିପ୍ରେଜେଣ୍ଟସ୍ ଦି ମଦର ଇନ୍ ଦି ପୋଏମ୍ ହେଲା। ସ୍କାଏ। ବୁଝିଲେ, ଏଇଲା ଆମର MCQ ଥିଲା PYQର। ନେକ୍ସଟ ପାର୍ଟରେ ଆମେ ବହୁତ ଗୁଡ଼ିଏ କୋଶ୍ଚିନ୍ କରିବା। ଥ୍ୟାଙ୍କ ୟୁ ପିଲାମାନେ। ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବ।